ଏବେ ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ବରୁଣ, ରିଷଭ, ସୋନା, ଆଦିତି ଏମାନେ ସମସ୍ତେ ମିଶି ମିତା ମାଆକୁ ବହୁତ କଥା କହିବେ ଆଉ କହିବେ ଯେ ଏ ସ୍ତ୍ରୀ ଲୋକ ଗୋଟେ ଖରାପ ଚରିତ୍ର ସ୍ତ୍ରୀ ଲୋକ, ଆକୁ ଏ ଘରେ ରଖିବା ଜମା ବି ଠିକ୍ ନୁହଁ, ଏମାନଙ୍କୁ ଏବେ ହିଁ ବାହାର କର। ଏତେବେଳେ ବରୁଣ କହିବ ଯେ ଆରେ ଏ ସାହୁ ବାବୁ ତ ତାଙ୍କ ନିଜ ପ୍ରେମିକାକୁ ଦେଖା କରିବା ପାଇଁ ରାତି ଦିନ କିଛି ବି ମାନୁନାହାନ୍ତି, ଯେତେବେଳେ ଇଚ୍ଛା ସେତେବେଳେ ତାଙ୍କ ରୁମକୁ ଚାଲି ଯାଉଛନ୍ତି, ମାନିବାକୁ ପଡ଼ିବ। ଆଉ ଏତେବେଳେ ରିଷଭ କହିବେ ଆରେ ବରୁଣ ଭାଇ ଏମାନଙ୍କୁ ଦୋଷ ଦେଇ କ'ଣ ଲାଭ, ଯେତେବେଳେ ଏ ସ୍ତ୍ରୀ ଲୋକମାନେ ଏଠି ସେଠି ମୁହଁ ମାରୁଥିବେ ଏଠି ପୁରୁଷ ଲୋକ ତ କିଛି ନା କିଛି ବାହାନା କରିନେବେ ନା, ଏଥିରେ ପୁରୁଷ ଲୋକର କ'ଣ ଦୋଷ। ଆଉ ଏତେବେଳେ ekଥା ଶୁଣି ଦିଆ ପୁରା ରାଗିଯାଆନ୍ତି ଆଉ କୁହନ୍ତି ଯେ ରିଷଭ ତମର ଏତେ ସାହସ, ତମେ ମୋ ମାଆର କ୍ୟାରେକ୍ଟର ଉପରେ କଥା କହୁଛ। ଆଉ ଏମିତି କହି ସେ ରିଷଭକୁ ମାରିବାକୁ ଯାଉଥିବେ, କିନ୍ତୁ ଏତେବେଳେ ସାହୁ ବାବୁ ଯାଇ ରିଷଭକୁ ମାରି ନିଅନ୍ତି ଆଉ ରିଷଭକୁ ବହୁତ ନାତ ଗୋଇଠା ମାରିବେ। ଆଉ ekଥା ସବୁ ଦେଖି ସମସ୍ତେ ବ୍ୟସ୍ତ ହୋଇ ପଡ଼ିବେ। ସେତେବେଳେ ବିତାମା ସାହୁ ବାବୁକୁ କହିବେ ଯେ ସାହୁ ବାବୁ ଏଥିରେ ସବୁର ଦୋଷ ତମର, ତମେ କାହିଁକି ରାତି ଅଧରେ ମୋ ରୁମକୁ ଆସିଥିଲ ଆଉ ସେଥିଲାଗି ସମସ୍ତଙ୍କୁ ସେ କ୍ଷମା ମାଗିବ। ଆଉ ଏତେବେଳେ ସୋନା କହିବ ଯେ ଯଦି ନିଜ ଭୁଲ ପାଇଁ ନିଜେ ପଶ୍ଚାତାପ କରିବାକୁ ଚାହୁଁଛ ଏବେ ହିଁ ମୋ ସ୍ୱାମୀ ଆଗରେ ତମ ନାକ ଘୋଷାଡ଼। ଆଉ ଏତେବେଳେ ମିତା ମା ମଧ୍ୟ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହୋଇ ନାକ ଘୋଷଡ଼ିବେ। ଏହାକୁ ଦେଖି ଦିଆଙ୍କୁ ଭାରି କଷ୍ଟ ହେଉଛି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, ସୋନା ଏମିତି କ'ଣ କରି ଠିକ୍ କଲେ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।